ବାଚସ୍ପତି ମହୋଦୟା, ଜନସାଧାରଣଙ୍କୁ କେମୋଥେରାପି, ଅନକୋସର୍ଜରୀ, ରେଡିଓଥେରାପି ଏବଂ ପାଲିଏଟିଭ୍ କେୟାର କ୍ଷେତ୍ରରେ ସେବା ଯୋଗାଇ ଦେବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 1046 କୋଟି ବ୍ୟୟରେ ଆମେ 11ଟି କର୍କଟ ରୋଗ ସେବା କେନ୍ଦ୍ର ପ୍ରତିଷ୍ଠା କରିବାର ଯୋଜନା କରିଛୁ। ତେଣୁ ଚଳିତ ବର୍ଷ ବଜେଟରେ ଏଥିପାଇଁ 211 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି। ରାଜ୍ୟ ସରକାର 150 କୋଟି ଟଙ୍କା ବ୍ୟୟ ଅଟକଳରେ ନାଇଜରରେ ଟାଟା ମେମୋରିଆଲ ସେଣ୍ଟର, ମୁମ୍ବାଇର ସହଭାଗିତାରେ ଏକ ସାଇକ୍ଲୋଟ୍ରନ୍ ୟୁନିଟ୍ ପ୍ରତିଷ୍ଠା କରିବେ। ଏଥିପାଇଁ 2023-24 ଆର୍ଥିକ ବର୍ଷରେ ପ୍ରଥମ କିସ୍ତି ବାବଦରେ 75 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ଅବଶିଷ୍ଟ 75 କୋଟି ଟଙ୍କା ପ୍ରଦାନ ପାଇଁ ଏହି ବଜେଟରେ ପ୍ରସ୍ତାବ ରଖାଯାଇଛି। ବାଚସ୍ପତି ମହୋଦୟା, ଯାଜପୁର, ବାଲେଶ୍ୱର, ବଲାଙ୍ଗୀର, ପୁରୀ, କୋରାପୁଟ, ମୟୂରଭଞ୍ଜ ଓ ତାଳଚେରଠାରେ ମେଡିକାଲ କଲେଜ ଥିବା ସ୍ଥାନରେ ଆମ ସରକାର କେନ୍ଦ୍ର ସରକାରଙ୍କର ପ୍ରବର୍ତ୍ତିତ ଯୋଜନା ସ୍କିମ୍ ଫର୍ ଅଗମେଣ୍ଟିଂ ନର୍ସିଂ ଏଜୁକେସନ ଏଷ୍ଟାବ୍ଲିଶମେଣ୍ଟ ଅଫ୍ ନ୍ୟୁ କଲେଜେସ୍ ଅଫ୍ ନର୍ସିଂ CON ଇନ୍ କୋଲୋକେସନ ୱିଥ୍ ମେଡିକାଲ କଲେଜେସ୍ ଅଧୀନରେ 86 କୋଟି ଟଙ୍କା ବ୍ୟୟ ଅଟକଳରେ 7ଟି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ 2024-25 ବଜେଟରେ 50 କୋଟି ଟଙ୍କାର ବ୍ୟୟ ବରାଦର ପ୍ରସ୍ତାବ ରହିଛି। ନୂତନ ନର୍ସିଂ କଲେଜ ଗୁଡ଼ିକର ପ୍ରତିଷ୍ଠା ହେଲେ ଏହା ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗ ଦେବା ପାଇଁ ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରାଜ୍ୟରେ ଡାକ୍ତରଙ୍କର ଘୋର ଅଭାବକୁ ଦୂର କରିବା, ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ଯୋଗ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଡାକ୍ତର ଓ ଆନୁଷଙ୍ଗିକ ସ୍ୱାସ୍ଥ୍ୟକର୍ମୀମାନଙ୍କର ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରାଯିବ। ଏହି କ୍ରମରେ 2024-25ରେ 3000 ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦିଆଯିବ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ 2095 କୋଟି ଟଙ୍କା ଏବଂ PM ABHIM ଯୋଜନାରେ 338 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି। ଏହା ବ୍ୟତୀତ ଜାତୀୟ ଆୟୁଷ ମିଶନ ପାଇଁ 20 କୋଟି ଟଙ୍କା ପ୍ରଦାନ କରାଯାଇଛି।